ହ୍ୟାଲୋ ଫ୍ରେଣ୍ଡସ୍, ଜୟ ଜଗନ୍ନାଥ, ଶୁଭ ସକାଳ। ଆପଣଙ୍କୁ ସ୍ୱାଗତ କରୁଛି ନିର ଓଡ଼ିଆ ଟିଭି କି। ଆସନ୍ତୁ ଆଜି ସକାଳରୁ ଆସିଥିବା କେତେଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ନଜର ପକାଇ ନବା। ଭିଡ଼ିଓଟି ଭଲ ଲାଗିଲେ ସବସ୍କ୍ରାଇବ କରି ପାଖରେ ଥିବା ଅଲ୍ ବେଲ୍ ଆଇକନକୁ ଦବାଇ ଦିଅନ୍ତୁ। ଏହିଭଳି ଗୁରୁତ୍ୱପୂର୍ଣ୍ଣ ଖବର ଆପଣଙ୍କ ପାଖକୁ ସର୍ବପ୍ରଥମେ ପହଞ୍ଚି ପାରିବ। ଆସୁଛି ବଡ଼ ଲଘୁଚାପ ଆଲର୍ଟ କଲା ପାଣିପାଗ ବିଭାଗ। ମିଳିଥିବା ଖବର ଅନୁଯାୟୀ ଆସୁଛି ବଡ଼ ବର୍ଷା। ଆଗାମୀ 2 ଦିନ ଘଡ଼ଘଡ଼ି ସହ ବର୍ଷା ପବନ ନେଇ ସମ୍ଭାବନା ରହିଛି। ଏନେଇ କିଛି ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ ବିଭାଗର ସତର୍କ ସୂଚନା ଜାରି ହୋଇଛି। ତେବେ ଆଗାମୀ 48 ଘଣ୍ଟା ପରେ ରାଜ୍ୟରେ ପୁଣି ବଢ଼ିବ ତାତି। 2ରୁ 4 ଡିଗ୍ରୀ ତାପମାତ୍ରା ବଢ଼ିବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ସୂଚନା ଅନୁଯାୟୀ 16 ପରଠୁ ପାଗରେ ପରିବର୍ତ୍ତନ ହେବା ସହ ଦିନର ତାପମାତ୍ରା 2ରୁ 4 ଡିଗ୍ରୀ ବୃଦ୍ଧି ପାଇବ। ଗତ 24 ଘଣ୍ଟାରେ ସର୍ବାଧିକ 64 ମିଲିମିଟର ବର୍ଷା ହୋଇଥିବା ରେକର୍ଡ ହୋଇଛି ଢେଙ୍କାନାଳରେ। ଆଗାମୀ 3 ଦିନ ରାଜ୍ୟରେ ବିକ୍ଷିପ୍ତ ବର୍ଷା ଦେଖିବାକୁ ମିଳିବ। 4 ଦିନ ପରେ ବର୍ଷାର ପରିମାଣ କମିବା ସହିତ ତାତିର ପରିମାଣ ବୃଦ୍ଧି ପାଇବ। ଆସନ୍ତୁ ଜାଣିନେବା ପରବର୍ତ୍ତୀ ଅପଡେଟ୍ ବିଷୟରେ। 16ରେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ଶୋ। ଗଙ୍ଗନଗରରୁ ବାହାରି ରୂପାଲି ଛକ ପର୍ଯ୍ୟନ୍ତ ଯିବେ। ମିଳିଥିବା ଖବର ଅନୁଯାୟୀ ମେ 16 ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରେ ରୋଡ୍ ଶୋ କରିବେ। ଗଙ୍ଗାନଗର ଛକରୁ ରୋଡ୍ ଶୋରେ ବାହାରି ଏଆଇସି ଅଫିସ୍, ଗୋପବନ୍ଧୁ ଛକ, ଡିଏଭି ଛକ, ଏଚଡିଏଫସି ବ୍ୟାଙ୍କ ଛକ, ନୂଆସାହି, ବେହେରା ସାହି, ନିକୋ ପାର୍କ ଛକ, ବୟାବାବା ମଠ ଦେଇ ରୂପାଲି ଛକ ପର୍ଯ୍ୟନ୍ତ ଯିବେ। ତେବେ ରୋଡ୍ ଶୋ ସମୟରେ ସୁରକ୍ଷା ବ୍ୟବସ୍ଥାକୁ କମିଶନରେଟ୍ ପୋଲିସ କଡ଼ାକଡ଼ି କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ଶୋ ବେଳେ ବ୍ୟାରିକେଡ୍ କରାଯିବ। ସେହି ସମୟରେ ଲକ୍ଷାଧିକ ଲୋକ ଏକାଠି ହେବା ଥିବାରୁ କଟକ ଉପରେ ଅଧିକ ଗୁରୁତ୍ୱ ଦିଆଯିବ। ରୋଡ୍ ଶୋ ସମୟରେ ସିନିୟର ପୋଲିସ ଅଫିସରମାନେ ଉପସ୍ଥିତ ରହିବେ। ଉଚ୍ଚ ବିଲ୍ଡିଂ ମାନଙ୍କରେ ସୁରକ୍ଷାକର୍ମୀ ମଧ୍ୟ ନିୟୋଜିତ ରହିବେ ବୋଲି ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି। ଆସନ୍ତୁ ଜାଣିନେବା ପରବର୍ତ୍ତୀ ଅପଡେଟ୍ ବିଷୟରେ। ୟୁରୋପୀୟ ସଂଘର ଚାଞ୍ଚଲ୍ୟକର ବୟାନ। 400ଟି ଭାରତୀୟ ଖାଦ୍ୟ ସାମଗ୍ରୀରେ କୀଟନାଶକ ଓ କବକ। ମିଳିଥିବା ଖବର ଅନୁଯାୟୀ ଆଜିକାଲିକା ଦିନରେ ସୁସ୍ଥ ରହିବା ଜୀବନଶୈଳୀ ହେଉଛି ସମ୍ପୂର୍ଣ୍ଣ ଗୁରୁତ୍ୱପୂର୍ଣ୍ଣ। ହେଲେ ଆମେ ଖାଉଥିବା ଖାଦ୍ୟ ସାମଗ୍ରୀ କ୍ୟାନ୍ସର ସୃଷ୍ଟି ଉତ୍ପାଦନ କରୁଥିବା ଖବର ବେଶ୍ ଚିନ୍ତାଜନକ। ଏକ ରିପୋର୍ଟରୁ ଜଣାପଡ଼ିଛି ଗତ 5 ବର୍ଷ ମଧ୍ୟରେ ଭାରତ ପ୍ରସ୍ତୁତ ହୋଇଥିବା ବିଦେଶକୁ ଯାଇଥିବା 400 ପ୍ରକାର ବିଭିନ୍ନ ଖାଦ୍ୟ ସାମଗ୍ରୀକୁ ୟୁରୋପୀୟ ସଂଘ ନିର୍ଦ୍ଦିଷ୍ଟ କରିଛି। ଉକ୍ତ ଖାଦ୍ୟ ସାମଗ୍ରୀ କୀଟନାଶକ, କବକ ଏବଂ କ୍ୟାନ୍ସର ମିସାଇଲ୍ ଭଳି କ୍ଷତିକାରକ ଉତ୍ପାଦନ ମିଳିବା ପରେ ୟୁରୋପୀୟ ୟୁନିୟନ ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି। ଇୟୁ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ ଭାରତରେ ପ୍ରସ୍ତୁତ ହେଉଥିବା ଏହି 400 ଖାଦ୍ୟ ସାମଗ୍ରୀ ମଧ୍ୟରୁ 14ଟିରେ ମର୍କ୍ୟୁରୀ, କ୍ୟାଡମିୟମ ଭଳି କ୍ଷତିନାଶକ ଉତ୍ପାଦନ ହୋଇଛି, ଯାହାକି ଆମ ଶରୀର ଅଙ୍ଗକୁ କ୍ଷତି ପହଞ୍ଚାଇବା ସହ ନଷ୍ଟ କରିଦେବ। ସେହିଭଳି 21ଟି ସାମଗ୍ରୀରେ କାଡମିୟମ ଭଳି ଭାରୀ ଧାତୁ ରହିଛି। ଏହା ସେବନ ଦ୍ୱାରା ଆଘ୍ରାଣ କରିବା ଫଳରେ ଘାତକ ସ୍ୱାସ୍ଥ୍ୟ ସମସ୍ୟା ବୃଦ୍ଧି ପାରେ। ଏହାକୁ ଦୀର୍ଘ ଦିନ ବ୍ୟବହାର କରିବା ଦ୍ୱାରା କିଡ୍ନି ନଷ୍ଟ ହେବା ସହ ଶରୀରର ଅସ୍ଥି କ୍ଷତିଗ୍ରସ୍ତ ହେବ ଏବଂ ଶ୍ୱାସପ୍ରଶ୍ୱାସ ସମସ୍ୟା ଉପୁଜିବ ଓ ହୃଦ୍ରୋଗ ଭଳି ସମସ୍ୟା ଦେଖାଯିବାର ସମ୍ଭାବନା ରହିଛି। ଆସନ୍ତୁ ଜାଣିନେବା ପରବର୍ତ୍ତୀ ଅପଡେଟ୍ ବିଷୟରେ। ପ୍ରଦୀପ ପାଣିଗ୍ରାହୀଙ୍କ ପଞ୍ଜରା ହାଡ଼ ଫୁସ୍ଫୁସ୍ ଆଘାତ, ଏମ୍ସକୁ କରାଗଲା ସ୍ଥାନାନ୍ତର। ମିଳିଥିବା ଖବର ଅନୁଯାୟୀ ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତର ହୋଇଛି। ପଞ୍ଜରା ହାଡ଼ ଓ ଫୁସ୍ଫୁସ୍ରେ ଆଘାତ ଲାଗିବାରୁ ସ୍ଥାନାନ୍ତର ହୋଇଛନ୍ତି। ଅଧିକ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଥିବା ନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି। ଗୋଷ୍ଠୀ ନୂଆଗାଁ ବୁଥ୍ ଆଗରେ ଗଣ୍ଡଗୋଳ ଆହତ ହୋଇଛନ୍ତି ପ୍ରଦୀପ। ସ୍ୱାଧୀନ ବିଧାନ ପ୍ରାର୍ଥୀ ଶିବଶଙ୍କର ସହ ଗଣ୍ଡଗୋଳ ଆହତ ହୋଇଛନ୍ତି। ଏମ୍କେସିଜିରେ ଭର୍ତ୍ତି ହୋଇଛନ୍ତି ଓ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏମ୍ସ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଆସନ୍ତୁ ଜାଣିନେବା ପରବର୍ତ୍ତୀ ଅପଡେଟ୍ ବିଷୟରେ। ଗଙ୍ଗାରେ ପୂଜା ଅର୍ଚ୍ଚନା କରି ଭାବୁକ ହେଲେ ପ୍ରଧାନମନ୍ତ୍ରୀ ମୋଦି। ପୁଷ୍ପ ନକ୍ଷତ୍ରରେ ବାରାଣସୀରୁ ଭରିଲେ ନାମାଙ୍କନ। ମିଳିଥିବା ଖବର ଅନୁଯାୟୀ ଲୋକସଭା ନିର୍ବାଚନ 2024 ପାଇଁ ଚତୁର୍ଥ ପର୍ଯ୍ୟାୟ ଭୋଟିଂ ଶେଷ ହୋଇଛି। ତୃତୀୟ ପର୍ଯ୍ୟାୟ ଭୋଟିଂ ସହ 23ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ 380ଟି ସିଟ୍ରେ ଭୋଟିଂ ହୋଇସାରିଛି। ଆଉ ବାକି ଥିବା ସିଟ୍ ପାଇଁ ଆଗାମୀ 20 ତାରିଖ ଭୋଟ୍ ହେବ। ସେଥିପାଇଁ ବାରାଣସୀରେ ନାମାଙ୍କନ ଦାଖଲ କରିଛନ୍ତି ମୋଦି। ତେବେ ଏହାରି ପୂର୍ବରୁ ଗଙ୍ଗା ନଦୀରେ ପୂଜା ଅର୍ଚ୍ଚନା କରି ପ୍ରଧାନମନ୍ତ୍ରୀ ମୋଦି ବାରାଣସୀରେ ଦ୍ୱାଦଶମେଘ ଘାଟରେ ପୂଜା ଅର୍ଚ୍ଚନା କରିବା ବେଳେ ଭାବୁକ ହୋଇପଡ଼ିଲେ ମୋଦି। ମାଙ୍କ ନିଧନ ପରେ ଗଙ୍ଗା ମୋର ମା ବୋଲି କହିଲେ। ପୂଜା ଅର୍ଚ୍ଚନା କରିବା ପରେ ମୋଦି କୁର୍ଜରେ ନମୋ ଘାଟ ପର୍ଯ୍ୟନ୍ତ ଯାଇଥିଲେ। ଏଠାରେ ଭଗବାନ କାଳଭୈରବଙ୍କ ମନ୍ଦିରକୁ ଯାଇ ଦର୍ଶନ କରିବା ପରେ ନାମାଙ୍କନ ପାଇଁ ଜିଲ୍ଲାପାଳ ଅଫିସରେ ପହଞ୍ଚିଥିଲେ। ଆସନ୍ତୁ ଜାଣିନେବା ପରବର୍ତ୍ତୀ ଅପଡେଟ୍ ବିଷୟରେ। ମହାକାଶରେ ଭଗବାନଙ୍କ ହାତ ଆଶ୍ଚର୍ଯ୍ୟ କରିଛି, ନାସା ଜାରି କରିଥିବା ଫଟୋ। ମିଳିଥିବା ଖବର ଅନୁଯାୟୀ ଆମେରିକା ଅନ୍ତର୍ଜାତୀୟ ଏଜେନ୍ସି ନାସାର ଅନେକ ସମୟରେ ବ୍ରହ୍ମାଣ୍ଡ ଏଭଳି ସୁନ୍ଦର ଫଟୋ ସେୟାର କରୁଛି, ଯାହା ଦେଖିବାକୁ ଯେତିକି ରହସ୍ୟ ସେତିକି ସୁନ୍ଦର। ଅବଶ୍ୟ ନାସା ଏହାର ରହସ୍ୟ ମଧ୍ୟ କହିଥାଏ। ଏହିଭଳି ମଧ୍ୟ ନାସା ବ୍ରହ୍ମାଣ୍ଡରେ ଏକ ଏଭଳି ଫଟୋ ଜାରି କରିଛି ଯାହା ଚକିତ କରୁଛି ଲୋକଙ୍କୁ। ଏହି ଫଟୋରେ ଡାର୍କ ଏଜେନ୍ସି କ୍ୟାମେରା ମାଧ୍ୟମରେ ନିଆଯାଇଛି, ଯେଉଁଥିରେ ଏକ ହାତ ଆଙ୍ଗୁଳି ଆଦର୍ଶର ଦେଖିବାକୁ ମିଳିଛି।
ଯାହା ଏକ ଗୋଲାକାର ଆକାଶଗଙ୍ଗା ହାତ ବଢ଼ାଇବା ପରି ଜଣାପଡ଼ୁଛି। ଅବଶ୍ୟ ଏହାକୁ ନେଇ ଲୋକ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖୁଛନ୍ତି। ଲାଇଭ୍ ସାଇଣ୍ଟିଫିକ ରିପୋର୍ଟ ଅନୁଯାୟୀ ଏଥର ଫଟୋକୁ ଖୁବ୍ ଖାସ୍, କାରଣ ଏହି ଫଟୋ ଏକ ହାତ ମୁଠା ଭଳି ଆକୃତି ହୋଇଛି। ଏହିଭଳି ଲାଗୁଛି ଏହା ବୃତ୍ତାକାର ଆକାଶଗଙ୍ଗାରୁ ଧରିବାକୁ ଯାଉଛି। ଆସନ୍ତୁ ଜାଣିବା ପରବର୍ତ୍ତୀ ଅପଡେଟ୍ ବିଷୟରେ। ଆଜି କଟକରେ ରୋଡ୍ ଶୋ କରିବେ ଅମିତ ଶାହା। ମିଳିଥିବା ଖବର ଅନୁଯାୟୀ ଆଜି ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ଦିନଟା 12:30ରେ ଶାହା ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ। ବିମାନ ବନ୍ଦରରୁ ସ୍ୱତନ୍ତ୍ର ବିମାନ ଯୋଗେ ରୋଡ୍ ଶୋ ଯିବେ। ସେଠାରେ ଦଳୀୟ ନିର୍ବାଚନ କାର୍ଯ୍ୟକ୍ରମ ଯୋଗ ଦେବେ। ପରେ ଅପରାହ୍ନ 3:30ରେ ବୌଦ୍ଧ ପହଞ୍ଚି ଦଳୀୟ ସମାବେଶନ ଯୋଗ ଦେବେ। ସେଠାରୁ ଫେରି ସେ କଟକରେ ରୋଡ୍ ଶୋ କରିବେ ବୋଲି ବିଜେପି ସୂତ୍ରରୁ ସୂଚନା ମିଳିଛି। ଶୋଭାଯାତ୍ରା ଅପରାହ୍ନ 4ଟାରୁ ଗୋପବନ୍ଧୁ ବାଗ ଠାରୁ ଆରମ୍ଭ କରି ବକ୍ସି ବଜାର, ତିନିକୋଣିଆ ବଗିଚା, ଦରଗାହ ବଜାର, ଚୌଧୁରୀ ବଜାର, ନୟା ସଡ଼କ, ବାଲୁ ବଜାର, ଚାନ୍ଦିନୀ ଛକ, ମହିମା ବଜାର ଓ ଶେଖ ବଜାର ଦେଇ ଚଣ୍ଡୀ ମନ୍ଦିର ପାଖରେ ପହଞ୍ଚିବେ। ତାଙ୍କୁ ବିପୁଳ ସଂଖ୍ୟାରେ ସ୍ୱାଗତ ସହିତ ଯୋଗଦାନ କରିବା ପାଇଁ କଟକ ନଗର ଭାଜପା ସମିତି ଲଲାଟେଣ୍ଡୁ ବଡ଼ୁ କଟକ ସହରବାସୀଙ୍କୁ ନିବେଦନ କରିଛନ୍ତି। ଜାଣିନା ପରବର୍ତ୍ତୀ ଅପଡେଟ୍ ବିଷୟରେ। ଓଡ଼ିଶା ହାଇକୋର୍ଟ ପୂରଣ ହେବ 147ଟି ଏଏସ୍ଓ ପଦ। 20ରୁ ଆବେଦନ, ଦରମା 35,000ରୁ 1 ଲକ୍ଷ। ମିଳିଥିବା ଖବର ଅନୁଯାୟୀ ଓଡ଼ିଶା ହାଇକୋର୍ଟରେ 147ଟି ଆସିଷ୍ଟାଣ୍ଟ ସେକ୍ଟର ଅଫିସର ଏଏସ୍ଓ ପଦବୀରେ ନିଯୁକ୍ତି ଦିଆଯିବ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ଯୋଗ୍ୟ ପ୍ରାର୍ଥୀମାନେ ମେ 20 ତାରିଖ ସକାଳ 10ଟାରୁ ଅନଲାଇନ୍ ଆବେଦନ କରିପାରିବେ। ଅନଲାଇନ୍ ଆବେଦନ ପ୍ରକ୍ରିୟା ଜୁନ୍ 18 ତାରିଖ ରାତି 11:50 ପର୍ଯ୍ୟନ୍ତ ଚାଲିବ। 147ଟି ଏଏସ୍ଓ ପଦ ପାଇଁ 77ଟି ଅଣସଂରକ୍ଷିତ ରହିଛି। ଏସ୍ଇବିସି ପାଇଁ 5ଟି ପଦ ସଂରକ୍ଷିତ ରହିଥିବା ବେଳେ ଏସ୍ଟିଙ୍କ ପାଇଁ 57ଟି, ଏସ୍ସିଙ୍କ ପାଇଁ 15ଟି ପଦ ସଂରକ୍ଷିତ ରହିଛି। ସେହିପରି 147ଟି ପଦରୁ 49ଟି ମହିଳାଙ୍କ ପାଇଁ ସୁରକ୍ଷିତ ରହିଛି। ସର୍ବନିମ୍ନ ବୟସ 21, ସର୍ବାଧିକ 32 ବର୍ଷ ରହିଛି। ଶିକ୍ଷାଗତ ଯୋଗ୍ୟତା ପ୍ରାର୍ଥୀ ଯେକୌଣସି ବିଷୟରେ ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ। ତାଙ୍କର କମ୍ପ୍ୟୁଟର ଆପ୍ଲିକେସନ ଉପରେ ଯଥେଷ୍ଟ ଜ୍ଞାନ ରହିଥିବା ମଧ୍ୟ ଆବଶ୍ୟକ। ଦରମା ଗ୍ରୁପ୍ ବିରେ ଆସୁଥିବା ଏହି ଏଏସ୍ଓ ମାନଙ୍କ ପାଇଁ ସ୍କେଲ୍ 35,400ରୁ 1,12,400 ଟଙ୍କା ପର୍ଯ୍ୟନ୍ତ ରହିଛି। ଆସନ୍ତୁ ଜାଣିବା ପରବର୍ତ୍ତୀ ଅପଡେଟ୍ ବିଷୟରେ। ଡିଆର୍ଡିଓ ରିଜ୍ୟୁମେଣ୍ଟ ଇଞ୍ଜିନିୟରିଂ କରିଥିଲେ ସୁବର୍ଣ୍ଣ ସୁଯୋଗ, ଡିଆର୍ଡିଓରେ ମିଳିବ ନିଯୁକ୍ତି। ମିଳିଥିବା ଖବର ଅନୁଯାୟୀ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ ଡିଆର୍ଡିଓରେ ଶିକ୍ଷାଦାନ କରିବାର ଏକ ସୁଯୋଗ। ସଂଗଠନ ଅଧୀନରେ କାମ କରୁଥିବା ସେଣ୍ଟର ଫର ହାଇ ଏଜେନ୍ସି ଆଣ୍ଡ ସାଇଣ୍ଟିଷ୍ଟ ହାଇଦ୍ରାବାଦ ଏହି ନିଯୁକ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ନିୟମିତ ନୁହେଁ, ଏହା 1 ବର୍ଷିଆ ନିଯୁକ୍ତି। ଏହି ନିଯୁକ୍ତି ମାଧ୍ୟମରେ ଗ୍ରାଜୁଏସନ ଆପେଣ୍ଡିକ୍ସ ଓ ଟେକ୍ନିକାଲ ଆପେଣ୍ଡିକ୍ସ ପଦବୀ ପୂରଣ ହେବ। ଏଥିପାଇଁ ଆପଣ ଅନଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡ଼ିବ। ଏନେଇ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ମୋଟ 25ଟି ପଦବୀ ରହିଛି। ଯୋଗ୍ୟ ଆଗ୍ରହୀ ପ୍ରାର୍ଥୀମାନେ ଡିଆର୍ଡିଓର ଅଫିସିଆଲ ୱେବସାଇଟ୍ diardo.gov.in କୁ ଯାଇ ଆପଣ ଅନଲାଇନ୍ ଆବେଦନ କରିପାରିବେ। ଅନଲାଇନ୍ ଆବେଦନ ଚାଲିଥିବା ବେଳେ ଶେଷ ହେଉଛି ମେ 21। ତେବେ ଶିକ୍ଷାଗତ ଯୋଗ୍ୟତା ଗ୍ରାଜୁଏସନ ଆପେଣ୍ଡିକ୍ସ ଇଞ୍ଜିନିୟରିଂ ସହିତ ପ୍ରାରମ୍ଭିକ ବ୍ରାଞ୍ଚରେ ବିଇ, ବିଟେକ୍, ଟେକ୍ନିସିଆନ ଆପେଣ୍ଡିକ୍ସ ପାଇଁ ହେଉଛି ଇଞ୍ଜିନିୟରିଂ ପ୍ରାସଙ୍ଗିକ ବ୍ରାଞ୍ଚରେ ଡିପ୍ଲୋମା। ଗ୍ରାଜୁଏସନ ଆପେଣ୍ଡିକ୍ସର ଦରମା ହେଉଛି 9,000 ଓ ଟେକ୍ନିସିଆନ ଆପେଣ୍ଡିକ୍ସର ଦରମା ହେଉଛି 8,000 ଟଙ୍କା।